ଢେଙ୍କାନାଳଙ୍କର ରଙ୍ଗଢଙ୍ଗ। ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। ପ୍ରଥମ ଗପ, ଚୋରି। ଚୋରି କରିବା କିଛି ସହଜ କଥା ନୁହେଁ। ଭାରି ସାହସର କାମ ଇଏ। କଲିଜା କମଜୋର ଥିଲେ ଜଣେ ଆଦୌ ଚୋରି କରିପାରିବ ନାହିଁ। କୁକୁଡ଼ା କଲିଜା ନେଇ ଆଉ ଯାହା କରିହେବ, କିନ୍ତୁ ଚୋରି କରିହେବନି। ଚୋରିର ପୁଣି ବିଭିନ୍ନ କାଟେଗୋରୀ ଅଛି। କାହା ବାଡ଼ିରୁ ଲାଉ କଖାରୁଠୁ ଆରମ୍ଭ କରି ଘର ତାଲା ଭାଙ୍ଗି ଟିଭି, ଫ୍ରିଜ୍, ଆଲମାରୀ ଇତ୍ୟାଦି ବେଶ୍ ଭାରି ଭାରି ଜିନିଷ, ପୁଣି ମନ ଭଳି ସୂକ୍ଷ୍ମ ଏବଂ କୋମଳ ଚିଜଠୁ ନେଇ ଲେଖା ଭଳି କାଗଜ କଲମ ଛାପା ଜିନିଷ ପର୍ଯ୍ୟନ୍ତ ସବୁକିଛି ଚୋରି କରାଯାଇପାରେ। ହୁଏ ଆଗକୁ ବି ହେଉଥିବ। ଚୋରି କରିବାଟା ଯେମିତି ଆଦୌ ସହଜ କଥା ନୁହେଁ, ଚୋରି କରି ଧରା ପଡ଼ିବାଟା ବି ସେମିତି କିଛି ସୁଖକର ବ୍ୟାପାର ନୁହେଁ। ଲାଉ କଖାରୁ ଚୋର ଧରା ପଡ଼ିଲେ 2-4 ବିଧା ଚାପୁଡ଼ା ଖାଏ। ମାଡ଼ଫାଡ଼ କମ୍ ହୁଏ, ଟଣା ଘୋଷରାଟା ଅଧିକା ହୁଏ। କିନ୍ତୁ ଟିକେ ବଡ଼ ଧରଣର ଜିନିଷପତ୍ର ଚୋରି କରି ଧରା ପଡ଼ିଲେ ମାଡ଼ର ପରିମାଣଟା ହୁଏ ଅଧିକ। ତାପରେ ଥାନା, ପୋଲିସ, ହାଜତ, ଜେଲ୍ ଇତ୍ୟାଦିର ହେଙ୍ଗାମ ଅଛି। ଥରେ 2 ଥର ଧରା ପଡ଼ିଲେ ପୁଣି ଦାଗି ଲିଷ୍ଟରେ ନାଁ ରହିଯିବ। ପ୍ରତିଦିନ ରାତି ଅଧରେ ପୋଲିସ ଆସି ଘର ଦୁଆର ମୁହଁରେ ଡାକିବ, ହଇବେ ଅମୁକ, ଘରେ ଅଛୁ? ନିଦରେ ଉଠି କହିବାକୁ ପଡ଼ିବ, ହଁ ଭାଇ, ଘରେ ହିଁ ଅଛି, କୁଆଡ଼େ ବାହାରିନି। ସେତିକିରେ ବି ପୋଲିସବାଲାଙ୍କର ବିଶ୍ୱାସ ନହେଲେ, ଭାରି ସନ୍ଦେହ ପ୍ରବଣ ତ ସେମାନେ, ବାହାରକୁ ଆସି ନିଜ ଶ୍ରୀମୁଖଟି ସେମାନଙ୍କୁ ଦେଖାଇବାକୁ ପଡ଼ିବ। କାଲୁଆ ଶୀତ ରାତିରେ କି ନିଝୁମ ବର୍ଷା ରାତିରେ କାହାକୁ ବା ଭଲ ଲାଗେ କମ୍ବଳ ତଳୁ ଥରି ଥରି ବାହାରି ପୋଲିସବାଲାଙ୍କୁ ନିଜ ଥୋବଡ଼ା ଦେଖାଇବାକୁ? ମନଚୋରର ଏସବୁ ଝାମେଲା ନାହିଁ। ମନଟି ଯଦି ସେ ଠିକ୍ଠାକ୍ ଚୋରି କରିପାରିଲା ତେବେ ତ ବହୁତ ଆଚ୍ଛା, ନହେଲେ ତା କପାଳରେ ଦୁଃଖ ଢେର। ମାରଧର, ଥାନା, ପୁଲିସ, ଜେଲ୍, ହାଜତ ଏସବୁ ଏ କ୍ଷେତ୍ରରେ କଦବା କେମିତି ହୁଏ, କିନ୍ତୁ ତାଠୁ ବଳି ପଡ଼େ ଅନ୍ତରର ଦୁଃଖ। ମନଚୋରିରେ ଯିଏ ଫେଲ୍ ମାରିଛି ତା ମନ ଯେ କେତେ ଦୁଃଖ ହୁଏ, ତା କେବଳ ଆଉ ଜଣେ ଫେଲ୍ ମାରିଥିବା ମନଚୋର ହିଁ ଜାଣିପାରିବ, ଆଉ କେହି ନୁହେଁ। ଆଉ ତାପରେ ଏ ଚୋରିରେ ରିସ୍କଟା ବହୁତ ବେଶୀ। ଆଉ କାହାରି ମନ ଚୋରି କରୁ କରୁ ନିଜ ମନଟା ଚୋରି ହୋଇଯିବାର ଆଶଙ୍କା 90%। ତେଣୁ ପ୍ରସ୍ପେକ୍ଟିଭ ମନଚୋରମାନେ ବେଳହୁଁ ସାବଧାନ। ଆଉ ରହିଲା ଲେଖାଚୋରଙ୍କ କଥା। ଏଥିରେ ରିସ୍କ ବେଶୀ ନାହିଁ। ବିଶେଷ କରି ଓଡ଼ିଶାରେ ତ ରିସ୍କଟା ବହୁତ କମ୍। ବିଦେଶୀ ଭାଷାରୁ ତ ଛାଡ଼, ପଡ଼ୋଶୀ ଭାଷାର ଲେଖାରୁ ଚୋରି କରିଦେଲେ ବି କିଏ ଜାଣୁଛି? ଏକ ତ ଆମେ ପଢ଼ୁନୁ, ଯାହା ବି ପଢ଼ୁ ସେଥିରୁ ମନେ ରଖୁ ଆହୁରି କମ୍। ଯାହା ବି ମନେ ରହେ, ଚରିତ୍ର ଫରିତ୍ରର ନାଁ ଗୁଡ଼ା ବଦଳା ବଦଳି କରିଦେଲେ ମୂଳ ଲେଖାର ଲେଖକ ବି ହଠାତ୍ ଜାଣିପାରିବେନି। ଅନ୍ୟ କଥା କି ବା ପଚାରେ? ଆଉ ଜାଣିଲେ ବି କ'ଣ କରି ପକେଇବେ? ଲେଖା ଚୋର, ଚୋରମାର ବଡ଼ ପାଟି ଏଇ ନ୍ୟାୟରେ ପାଟି କରି ଉଠିବ, କ'ଣ ହେଲା ସେଉଠୁ? ସେକ୍ସପିୟର ନାଁ ଶୁଣିଛ? ସେକ୍ସପିୟର ତା ଦେହାନ୍ତକେ ଗୋଟାଏ ବି ନାଟକ ତା ନିଜ ମନରୁ ଲେଖିଛି? ସବୁ ଚୋରି। ଆଉ ଲେଖକମାନଙ୍କ କଥା ଛାଡ଼, ଖୋଜିଲେ ଏତେ ଉଦାହରଣ ପାଇବ ଯେ ସେଇଟା ଗୋଟିଏ 18 ଖଣ୍ଡ ମହାଭାରତ ହବ। ଆଉ ଏଇ ଚୋରିରେ ଲାଭ ବେଶୀ। ଦିନ କେଇଟାରେ ଲେଖକ ସାହିତ୍ୟିକ ପଦବୀଟା ମିଳିଯିବ। ସଭା ସେମିନାରରେ ନିମନ୍ତ୍ରଣ କରାଯିବ। ଖୁଣ୍ଟିରେ ଟିକେ ଜୋର ଥିଲେ ପୁରସ୍କାର ଗୋଟାଏ ଅଧେ ମିଳିଯିବାଟେ ବି ବିଚିତ୍ର କଥା ନୁହେଁ। ତ ମୁଁ ବି ସେଇ ରାସ୍ତା ଧରିଛି। ରଙ୍ଗଢଙ୍ଗ ନାମରେ ଏଇ ଯେଉଁ ବହିଟି ବର୍ତ୍ତମାନ ଆପଣମାନେ ପଢ଼ୁଛନ୍ତି, ଏଥିରେ ଅଧିକାଂଶ ଚୋରି ମାଲ ଇଆଡ଼ୁ ସିଆଡ଼ୁ ଆଣି ନାଁ ଗାଁ ବଦଳେଇ ଲେଖିଦେଇଛି। ଏହାପରେ ବି ଯଦି ମୁଁ ବଡ଼ ସାହିତ୍ୟିକ ନ ବୁଲେଇଲି ତେବେ ମୋ କର୍ମକୁ ଧିକ୍। ଗପ, ରେଡିଓ। ଟିଭି ଆସିଗଲା ପରେ ରେଡିଓର ଅବସ୍ଥାଟା ଦୁଃଖିନୀ ଗୋବର ଗୋଟେଇ ଭଳି। ଲୋକ ଅଧା ବୟସରେ ଦୋସରା ଶାଦୀ କଲେ ଦ୍ୱିତୀୟ ପତ୍ନୀଙ୍କ ପ୍ରତି ଯେମିତି ବେଶୀ ଅନୁରକ୍ତ ହୋଇପଡ଼େ, ଅବସ୍ଥା ପ୍ରାୟ ସେଇଆ। ତାପରେ ଦ୍ୱିତୀୟ ପତ୍ନୀଟି ଯଦି ଟିକିଏ ଟିପ୍ଟପ୍ ଛିମ୍ଛାମ୍, ବଙ୍କା ଭୁରୁ, ଉଚ୍ଚା ଛାତି, ସରୁ କମର, ଗୁରୁ ନିତମ୍ବ ବୋଲି ହୁଏ, ତେବେ ହାଲ ବେହାଲ। ବୁଢ଼ା ଫ୍ଲାଟ୍, ଦ୍ୱିତୀୟକୁ ନେଇ ପୁରା ମସଗୁଲ। ପ୍ରଥମ ପତ୍ନୀ କଥା ଆଉ କ'ଣ ଏ ବେଳରେ ଖିଆଲ ରହେ? ପ୍ରଥମ ବୁଢ଼ୀ ଦେହରେ ଯେତେ ବନାରସୀ ଗୁଡ଼େଇଲେ କ'ଣ ହେବ? ରେଡିଓର ଅବସ୍ଥା ଏବେ ଆହା ଏଇ ଦୁଃଖିନୀ ପ୍ରଥମା ଭଳି। ଟିଭି ହେଲା ଛମକ। Sample complete. Ready to continue?